परीक्षित दास पଳାଶୁଣି ପାହାଡ଼ରେ ପହଞ୍ଚିବା ପୂର୍ବରୁ ରାଜାଙ୍କ ଦେଇ ଗଲେ। ତାଙ୍କ ଯେ ବଡ଼ିଗାର୍ଡ଼ ସେ କହିଲେ ନାଇଁ ଏବେ ରାଜାଙ୍କୁ ଦର୍ଶନ କରିହେବନି। ନା କାହିଁକି? ନା ସେ ଏବେ ଧ୍ୟାନ କରୁଛନ୍ତି। ପରୀକ୍ଷିତ ଦାସ ଉଚ୍ଚକୋଟୀର ସନ୍ଥ ଟିକେ ଆଖି ବୁଜିଦେଲେ ଆଜ୍ଞା ଚକରେ ଦୃଶ୍ୟମାନ ହେବ। ପ୍ରତି ଯାହା ବିଷୟରେ ଆପଣ ଜାଣିବାକୁ ଚାହିଁବେ ତା କଥା ଜାଣିପାରିବେ। ଭୂତ ଭବିଷ୍ୟ ବର୍ତ୍ତମାନେ ଯୋଗୀଏ ଜାଣେ ଯୋଗ ଧ୍ୟାନେ। ବିବେକାନନ୍ଦ ଲଣ୍ଡନ ଯାଇଥିଲେ। ସମସ୍ତଙ୍କୁ କହିଲେ କିଏ କ'ଣ ଲେଖୁଛ ଲେଖ, ପକେଟରେ ରଖ। ସମସ୍ତେ ଗୋଟେ ଗୋଟେ କଥା ଲେଖିଦେଲେ। ବିବେକାନନ୍ଦ କହିଲେ ବସ। ସମସ୍ତେ ବସିଲେ। ତମ ପକେଟରେ ଲେଖା ଅଛି, ତୁମ ପକେଟରେ ଲେଖା ଅଛି। ସବୁ ସତ। ତନ୍ତ୍ର ନାହିଁ, ମନ୍ତ୍ର ନାହିଁ, ଯନ୍ତ୍ର ନାହିଁ। ଏତେ ଡିପ୍ କନସେନ୍ଟ୍ରେସନ୍ ତାଙ୍କର ଥିଲା। ସେ ଚାହିଁଦେଲା ବେଳକୁ ତା ଭିତରେ ସ୍ପଷ୍ଟ ଦେଖାଯାଉଥିଲା ଯେ କ'ଣଟା ଲେଖା।